ବଡ଼ ଦେଉଳ, ବଡ଼ ନେତ, ବଡ଼ ଦାଣ୍ଡ, ବଡ଼ ନାଥ ସେ ଜଗନ୍ନାଥ, ଜଗତର ନାଥ ଜଗନ୍ନାଥ। ଜଗନ୍ନାଥଙ୍କ ପାଦ ତଳେ ଷଷ୍ଟାଙ୍ଗ ପ୍ରଣିପତି ଜଣାଇ ଆମେ ଆପଣମାନଙ୍କୁ ଦେଖାଉଛୁ ଏ ସ୍ପେଶାଲ ଭିଡ଼ିଓ। ପୁରୀ ବଡ଼ ଦାଣ୍ଡରୁ ବେଳାଭୂମି ପର୍ଯ୍ୟନ୍ତ ଏକ ଛୋଟ ଭ୍ରମଣ ଯେ ଆପଣମାନଙ୍କ ସମ୍ମୁଖକୁ ଆଣିବାକୁ ଇଚ୍ଛା ହେଲା। ଏ ଭିଡ଼ିଓ ଆପଣଙ୍କୁ ପୁରୀର ଯେଉଁ ଯାତ୍ରା ଆପଣମାନଙ୍କୁ ଲାଇଭ୍ ଦେଖାଇବ। ମନ ହେଲା ଆମେ ଜଗନ୍ନାଥ ଧାମ ବୁଲିଯିବା, ତେଣୁକରି ଆମେ ବାହାରିଲୁ ଜଗନ୍ନାଥ ଧାମକୁ। ଆମେ ପହଞ୍ଚିଲା ପରେ ଯେଉଁ ଦେଖିବେ ଆପଣଙ୍କର ସିଂହଦ୍ୱାର ପଟୁ ସମସ୍ତେ ଯିବାକୁ ଇଚ୍ଛା କରନ୍ତି, କିନ୍ତୁ ଲୋକ ପ୍ରବଳ ଭିଡ଼ ଥିଲା। ତେଣୁ ଆମେ କ'ଣ କଲୁ, ତାଙ୍କ ପଶ୍ଚିମ ଦ୍ୱାର ପଟୁ ଆମେ ଜଗନ୍ନାଥଙ୍କୁ ଦେଖିବାକୁ ଗଲୁ। କିନ୍ତୁ ତା ଭିତରେ ଭିଡ଼ କହିଲେ ଅସମ୍ଭାଳ। ତାପରେ ମଧ୍ୟ ଦେଶରୁ ବିଦେଶରୁ ଛୁଟି ଆସୁଥିବା ଦର୍ଶକ ଯେଉଁମାନେ 80 ବର୍ଷ ଉପରେ ଅଛନ୍ତି, ସେମାନେ ଯଦି ଦେଖିପାରୁଛନ୍ତି ଆମେ କାହିଁ ଦେଖିପାରିବାନି। ଏ ମନୋବୃତ୍ତି ରଖି ବହୁତ କଷ୍ଟରେ ଆମେ ଜଗନ୍ନାଥଙ୍କୁ ଦର୍ଶନ କରିକି ଇଏ ମନୋଭାବ ନେଇକି ଆମେ ଭିତରକୁ ଗଲୁ। କ୍ଷମା କରିବେ ମୋର ଭାଇ ଭଉଣୀମାନେ ଯେ ଭିତରେ କ୍ୟାମେରା ଏଲାଉ ନଥିବାରୁ ଆମେ ଆପଣଙ୍କୁ ଭିତର ପରିସର ଦେଖାଇ ପାରୁନାହୁଁ। ଫିର୍ ବି ଜଗନ୍ନାଥ ଧାମର ଚାରିପାର୍ଶ୍ୱର ଯେଉଁ ପରିସ୍ଥିତି, ଯେଉଁ ମନୋରମ ସୌନ୍ଦର୍ଯ୍ୟ ଆମେ ଆପଣମାନଙ୍କ ସମ୍ମୁଖକୁ ଆଣୁଛୁ। ତାପରେ ଆମେ ଧୀରେ ଧୀରେ କ'ଣ କଲୁ, ଆମର ଯେଉଁ ସରଞ୍ଜାମ ବାହାରେ ଲକରରେ ରଖି ଆମେ ମନ୍ଦିର ଭିତରକୁ ଗଲୁ। ଭିତରେ ଯେଉଁ ଭୋଗରାଗ କରିବା କଥା ଏସବୁ ସାରି ସାରିଲା ପରେ ଆମେ ବାହାରିଲୁ। ଆମେ ସେଇ ବାଟ ଦେଇ ଯେଉଁ ବେଳାଭୂମି ଅଛି ଆମେ ତାହା ମଧ୍ୟ ବୁଲିଯିବା, ଏହି ମନୋଭାବ ନେଇ ଆମେ ଭିତର ଦେଇ ଆମେ ବେଳାଭୂମିକୁ ଗଲୁ। ଏ ରାସ୍ତା ଆପଣ ଦେଖିପାରୁଥିବେ ବହୁତ ସଂକୀର୍ଣ୍ଣ ଥିଲା ଅବସ୍ଥାରେ ବି ଆମେ ଗଲୁ। ଦର୍ଶକ ତ ଧାଡ଼ି ଛୁଟୁଥିଲେ ଯିବା ପାଇଁ। ଖାଲି ଆଜି ସେମିତି ଭିଡ଼ ନୁହେଁ, ସବୁଦିନ ପୁରୀରେ ସବୁଦିନ ଏମିତି ଯାତ୍ରା, ସବୁବେଳେ ଭିଡ଼। ତା'ର ବଡ଼ ଭିଡ଼, ବଡ଼ ନେତ ସବୁକିଛି ଆପଣ ଏଠି ପାଇବେ। ସବୁବେଳେ ଯାତ୍ରା, କାରଣ ଏଠି ଖାଲି ଓଡ଼ିଶା ନୁହେଁ, ଦେଶରୁ ନୁହେଁ, ବିଦେଶରୁ ବି ତାଙ୍କ ଭକ୍ତମାନେ ଛୁଟି ଆସନ୍ତି। ମିନିମମ୍ 3-4 କିଲୋମିଟର ଗଲା ପରେ ବେଳାଭୂମି ଆସିଯାଉଛି ସମୁଦ୍ର, ଯେଉଁଥିରେ କି ହଜାର ହଜାର ଦର୍ଶକ, ଲକ୍ଷ ଲକ୍ଷ କହିଲେ ବି ଅତ୍ୟୁକ୍ତି ହେବ ନାହିଁ, ଯେଉଁମାନେ କି ଏଠି ଏ ଯେଉଁ ବେଳାଭୂମିରେ ମଜା ଉଠାଉଛନ୍ତି। ଆଉ ପୁରୀ ସି ବିଚ୍ କହିଲେ ଗୋଟେ ଅଲଗା ମଜା, ଯେଉଁଟାକି ଦର୍ଶକମାନେ ଉପଭୋଗ କରିବା ପାଇଁ ଦେଶ ବିଦେଶରୁ ଆସନ୍ତି। ତ ଆମେ ବି ସେ ବେଳାଭୂମି ଭିତରକୁ ପ୍ରବେଶ କଲୁ। ତାର ବି ମଜା ନେବା, କେମିତି କ'ଣ ଏ ବେଳାଭୂମିର ସିଚୁଏସନ୍କୁ ଦର୍ଶକମାନେ ହ୍ୟାଣ୍ଡଲ୍ କରୁଛନ୍ତି ବା ମଜା ନେଉଛନ୍ତି, ସେଥିପାଇଁ ଆମେ ଭିତରକୁ ଅଗ୍ରସର ହେଲୁ। ବେଳାଭୂମିରେ ବହୁତ ଦୋକାନ ଫୋକାନ ବହୁତ ଜାକଜମକର ପଡ଼ିଥିଲା, ଯେଉଁମାନେ ପ୍ରତ୍ୟେକ ଦର୍ଶକଙ୍କର ଅଲଗା ଅଲଗା ମନପସନ୍ଦର ସବୁକିଛି ଦୋକାନ ଏଠି ମିଳିବ। କାରଣ ଏଠି ଗୋଟେ ନିଆରା ମଜା ମିଳେ। ଆଉ ସମସ୍ତେ ମନୋରଞ୍ଜନ କରୁଥିଲା ବେଳେ ଆମେ ବି ତାଙ୍କ ସହିତ ସାମିଲ ହେବା ପାଇଁ ଆମେ ବି ସେଇ ସି ବିଚ୍ର ପାଣି ଆଡ଼କୁ ଗଲୁ, ଯେଉଁଥିରେ କି ସମୁଦ୍ର ତା'ର ତାଣ୍ଡବ କରୁଥାଏ ଆଉ ଦେଖିବା ପାଇଁ ବହୁତ ମଜା ଲାଗୁଥିଲା। ସେମିତି ସମସ୍ତେ ପାଣିରେ ଢେଉ ଭାଙ୍ଗୁଥିଲା ବେଳେ ଆମେ ବି ପାଣି ଭିତରେ କିଛି ମୋବାଇଲ ସୁଟ୍ କରିବା, କ୍ୟାମେରା କରିବା, ରିଲ୍ କରିବା, ଏସବୁ ବହୁତ ଆମୋଦ ପ୍ରମୋଦ ଥିଲା। ତେଣୁ ଆମେ ବହୁତ ସମୟ ଧରି ଏଥି ଆମେ ସମୟ ଅତିବାହିତ କଲୁ। ତାପରେ ଆମେ ଏଇ ଯେଉଁ ଟୋଟାଲ ପରିସରକୁ ଆମେ ଅନୁଧ୍ୟାନ କଲୁ, ଅନୁଭୂତି ନେଲୁ ଯେ ସତରେ ପୁରୀ ସି ବିଚ୍ ସମସ୍ତଙ୍କ ପାଇଁ, କେବଳ ଆମ ପାଇଁ ନୁହେଁ, ସମସ୍ତଙ୍କ ପାଇଁ ଗୋଟେ ମନୋରଞ୍ଜନ ପ୍ଲେସ୍। ତାହା ସହିତ ଭାବର ଠାକୁର କାଳିଆ ଠାକୁର
ଏଠି ଯେତେବେଳେ ପାଖରେ ଅଛନ୍ତି ଇଏ ଆହୁରି ମନମୁଗ୍ଧକର ହେଇଯାଉଥିଲା। ଆସନ୍ତୁ ପୁରୀ ସି ବିଚ୍ ବୁଲନ୍ତୁ, ମଜା ନିଅନ୍ତୁ। ବହୁତ ବଢ଼ିଆ ମାନେ ଢେଉ ଆସୁଛି, ଢେଉରେ ଏନ୍ଜୟ କରନ୍ତୁ। କେତେ ଲୋକ ଦେଖିବାକୁ ମିଳିବ। ସେଠି ବି ବହୁତ ସୁନ୍ଦର ଜାଗା, ଥଣ୍ଡା ଥଣ୍ଡା ପବନ, ବଢ଼ିଆ ଲାଗିବ। ପୁରୀ ବଡ଼ଦାଣ୍ଡରୁ ବେଳାଭୂମି ପର୍ଯ୍ୟନ୍ତ ଆମର ଏ ଛୋଟିଆ ବ୍ଲଗ୍ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟରେ ଆପଣ ବତେଇବେ। ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ଆଉ ନୋଟିଫିକେସନ୍କୁ ଅନ୍ କରିବା ଭୁଲିବେ ନାହିଁ। ଆପଣଙ୍କର ହିତାକାଂକ୍ଷୀ ଆଉ ଏଇ ବ୍ଲଗ୍ ମାଧ୍ୟମରେ ଆମେ ଆପଣମାନଙ୍କୁ ଏଇ ଯେଉଁ ପରିସରର ଦୃଶ୍ୟ ଦେଖିବା ପାଇଁ ପ୍ରୟାସ କଲୁ। ଆପଣମାନେ ବି ଆସନ୍ତୁ, ୟାର ମଜା ନିଅନ୍ତୁ। ଆଉ ସମସ୍ତଙ୍କ ଭାଗ୍ୟରେ ଥାଏ ପୁରୀ ଆସିବାକୁ। ରହୁଛୁ, ଗୁଡ଼୍ ବାଏ, ଜୟ ଜଗନ୍ନାଥ।